କୋରାପୁଟ ସଦର ଥାନା ଅନ୍ତର୍ଗତ ପର୍ଜାସୁକୁ ପ୍ରଧାନମଣ୍ଡଳୀ ଓ ବଙ୍ଗଳାଗୁଡ଼ା ପ୍ୟାରିସ୍ ମଣ୍ଡଳୀରେ ଧୁମଧାମରେ ପାଳିତ ହୋଇଛି ଇଷ୍ଟର ପର୍ବ। ପ୍ରଥମେ ଗ୍ରାମର ସମସ୍ତ ଯୁବତୀ ପୁରୁଷ ମହିଳା ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା ସମାଧି ନିକଟକୁ। ଏହି ଶୋଭାଯାତ୍ରାକୁ ପରିଚାଳିତ କରିଥିଲେ ପରିଚାଳକ ରେଭରେଣ୍ଡ ରବୀନ୍ଦ୍ର ଚେଟି ଏବଂ ପାଳକ ଶାନ୍ତନୁ ସୁନା। ସମସ୍ତେ ସମାଧି ନିକଟରେ ପହଞ୍ଚି ନିଜ ନିଜ ଆତ୍ମୀୟ ସ୍ୱଜନଙ୍କ ସମାଧିକୁ ପୁଷ୍ପ ସହ ସଜାଇଥିଲେ ଏବଂ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସମସ୍ତେ ସେଠାରେ ସ୍ୱତନ୍ତ୍ର ପ୍ରାର୍ଥନା କରିବା ପରେ ସମସ୍ତେ ଘରକୁ ଫେରିଥିଲେ। ଏହି ପ୍ରାର୍ଥନାରେ ଗ୍ରାମର ସମସ୍ତ ବୟୋଜ୍ୟେଷ୍ଠ ସାନ ପିଲାମାନେ ଯୋଗଦାନ କରି ଅତ୍ୟନ୍ତ ଆନନ୍ଦର ସହ ଏହି ପର୍ବକୁ ପାଳନ କରିଥିଲେ। ଆମର ପ୍ରିୟ ଆତ୍ମୀୟ ସ୍ୱଜନ ମାନଙ୍କର କବର ନିକଟରେ ଆମେ ଆସିଅଛୁ। ତୁମେ କହିଅଛ ଯେମାନେ ମହାନିଦ୍ରା ପ୍ରାପ୍ତ ଲୋକମାନେ ସେମାନେ ଶେଷ ଦିନରେ ଉଠିବେ, ସେଇ ଭରସା ବିଶ୍ୱାସରେ ଆମେ ତୁମ ନିକଟରେ ପ୍ରାର୍ଥନା କରୁଛୁ। ବାହାରୂପେ ଆଶୀର୍ବାଦ ଅନୁଗ୍ରହ ଆଶିଷ ପ୍ରଦାନ କର। এই প্রার্থনা তোমার প্রিয় পুত্র নিত্য জীবিত উদ্ধারকর্তা আম্ভমানଙ୍କର প্রভু খ্রিস্টଙ୍କ ନାମରେ ମାଗୁଅଛୁ। ଆମେନ୍। ଆସନ୍ତୁ ଆମେ সমস্ত বৌদ্ধর অগম্য যে ঈশ্বরଙ୍କର ଶାନ୍ତି ତାହା ତୁମମାନଙ୍କ ହୃଦୟ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଆମେନ୍। ଜୟ କରୁ ସମସ୍ତ। ମୋ ନାଁ ସାଲିମ ବସଲା, ମଙ୍ଗଳାଗୁଡ଼ା ନିବାସୀ ଅଟେ। ଦେଖନ୍ତୁ 2024 ପୂର୍ବେ ପ୍ରଭୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ ଏବଂ ମୃତ୍ୟୁବରଣ କରିଥିଲେ ଏବଂ ମୃତ୍ୟୁବରଣ କରି 3 ଦିନ ମଧ୍ୟରେ କବରରୁ ଉଠିଥିଲେ। ତାକୁ ସ୍ମରଣ କରିବା ନିମନ୍ତେ ଆମେ ସମସ୍ତେ କବରକୁ ଆସୁ ଏବଂ ଆମର ଆତ୍ମୀୟ ସ୍ୱଜନମାନେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ତାଙ୍କର ସମାଧିରେ ଫୁଲ ଏବଂ ଧୂପକାଠି ଆଉ କ୍ୟାଣ୍ଡେଲ ଜଳାଉ। ଆମର ବି ବିଶ୍ୱାସ ଯେ ଯୀଶୁଖ୍ରୀଷ୍ଟ ଯେମିତି ଉଠିଛନ୍ତି 3 ଦିନ ପରେ ଆମର ଆତ୍ମୀୟ ସ୍ୱଜନ ମଧ୍ୟ ଉଠିଛନ୍ତି। ସେହି ଜିନିଷକୁ ଆମେ ସ୍ମରଣ କରିବା ନିମନ୍ତେ ପ୍ରତ୍ୟେକ ଇଷ୍ଟରରେ ଆମେ ଆସୁ। ଦେଖନ୍ତୁ ପ୍ରତ୍ୟେକ ବର୍ଷ ଯେମିତି ଶ୍ରାଦ୍ଧ ଦିଅନ୍ତି ସେମିତି ମଧ୍ୟ ଆମେ ମଧ୍ୟ ପ୍ରତ୍ୟେକ ବର୍ଷ ଆସୁ ଏବଂ କବରରେ ଫୁଲ କ୍ୟାଣ୍ଡେଲ ଦେଇକିନା ଆମେ ମଧ୍ୟ ତାକୁ ସ୍ମରଣ